ବର୍ତ୍ତମାନ ଏଇ କଳି ଯୁଗରେ ଜଗନ୍ନାଥଙ୍କର ଅବତାର, ତ୍ରେତୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଅବତାର, ଦ୍ୱାପରରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଅବତାର। ତେଣୁ ଯୁଗ ଅନୁଯାୟୀ ପ୍ରଭୁ ଅବତାରୀ ନିଅନ୍ତି। ଗୋଟିଏ ବୃକ୍ଷ ତାର ଶାଖା ଅଲଗା, ଆମେ ରୂପରେ ପାଉଛୁ, କିନ୍ତୁ ଭଗବାନ ଏକ, ବୃକ୍ଷ ଏକ, ତାର ପ୍ରଶାଖା ଅଲଗା ଅଲଗା। ତାଙ୍କର ନାମ କେବଳ ଅବତାରରେ ନାମକରଣ ହେଇଛି। ଏ ନାମ କେବଳ ସମାଜ ପାଇଁ ଶିକ୍ଷା। ଏ ନାମ ଏଇ ଯେଉଁ ଧାର୍ମିକ ତତ୍ତ୍ୱ ଆମକୁ ଶିକ୍ଷା ଦିଏ ଯେ ଆମେ ଜଣେ ପ୍ରଭୁ ରାମଚନ୍ଦ୍ର ଜଣେ ଭଲ ପୁତ୍ର ହେଇଥିଲେ, ଜଣେ ଭଲ ସ୍ୱାମୀ ହେଇଥିଲେ, ଆଉ ଜଣେ ଭଲ ରାଜା ହେଇଥିଲେ। ତେଣୁ ଏ ସମାଜ ପାଇଁ ଶିକ୍ଷା। ତେଣୁ ଆମେ ଜଣେ ଭଲ ପୁତ୍ର ହେଇପାରିବା, ଗୋଟେ ଭଲ ଭାଇ ହେଇପାରିବା, ଗୋଟେ ଭଲ ବନ୍ଧୁ ହେଇପାରିବା। ଏସବୁ କାର୍ଯ୍ୟରେ ଆମେ ଲିପ୍ତ ରହିବା। ଆମର ଯେଉଁ ଗୀତା ଭାଗବତ ଏସବୁ ରାମାୟଣକୁ ଆମେ ପଢ଼ିବା ଦ୍ୱାରା ଏସବୁ ତତ୍ତ୍ୱ ଆମେ ପାଇବା। ତେଣୁ ଆଉ ଗୋଟେ ଆପଣ ଯେଉଁ ରଖିଲେ ଛତିଆ ବଟ ଉପରେ, ଛତିଆ ବଟରେ ପ୍ରଭୁଙ୍କର ଗୋଟେ ଲୀଳା ଅଛି। ଏବଂ ସାରଳା ମାଟି, ମା ସାରଳା ମାଟି ହେଉଛି ଏକ ବିଦ୍ୱାନ ଜାଗା। ପ୍ରଭୁ କାଳିଦାସଙ୍କର ପଞ୍ଚସଖାଙ୍କର ସବୁ ପୀଠ ଅଛି ଜଗତସିଂହପୁରରେ। ଆଜି ଜଗନ୍ନାଥ ଯେଉଁ ପୁରୀରେ ଆଜି ଯେଉଁ ସ୍ଥାନ ପାଉଛନ୍ତି, ତାଙ୍କରି ଦାରୁ ତିଆରି ହେଇଛି। ସେ ଦାରୁ କାଠ ଆସିଛି ଖରିପଡ଼ିଆ ଜଗତସିଂହପୁରରୁ, ସାରଳା ମାଟିରୁ। ମା ସୁଭଦ୍ରାଙ୍କର ଦାରୁ ଆସିଛି ସାରଳାଙ୍କ ପୀଠରୁ। ଆଉ ବଳଭଦ୍ରଙ୍କର ଦାରୁ ମଧ୍ୟ ଆସିଛି ସେଇ ଜଗତସିଂହପୁର ମାଟିରୁ ଆସିଛି। ଏହା ସୌଭାଗ୍ୟର ବିଷୟ ଜଗତସିଂହପୁର ମାଟି ପାଇଁ। ଜଗତସିଂହପୁର ଅବିଭକ୍ତ ହେଉଛି କଟକ ଜିଲ୍ଲା, ଜଗତସିଂହପୁର ମାଟି। ତେଣୁ କଟକ ଜିଲ୍ଲା। ଆଉ ଛତିଆ ବଟ ହେଉଛି ପ୍ରଭୁଙ୍କର ଲୀଳାର ଏକ ଅଛି ସମୟ ଯେ ମାଳିକା ଲିଖନ ଯେତେବେଳେ ସାରା ବିଶ୍ୱରେ ଯୁଦ୍ଧର ପରାକ୍ରମ ଚାଲିବ, ଋଷିଆ ଆମଙ୍କର ବନ୍ଧୁତା କରି ସେମାନେ ଚାହିଁବେ ଜଗନ୍ନାଥଙ୍କ ତତ୍ତ୍ୱ କ'ଣ ଆ ଭିତରେ ଅଛି, ସାରା ବିଶ୍ୱରେ ପ୍ରସିଦ୍ଧ। ତେଣୁ ସେ ଆମ ଜଗନ୍ନାଥଙ୍କର ପ୍ରତିମୂର୍ତ୍ତିକୁ ସେମାନେ ଚୋରି କରିବାକୁ, ତାଙ୍କ ଦେଶକୁ ଚୋରି କରି ନେବାକୁ ସେମାନେ ଉଦ୍ୟମ କରିବେ। ଏଟା ମାଳିକ ଲିଖନ। ଆଉ ଟ୍ରେନ୍ ଖରାପ ହେବ ବୋଇରି ଷ୍ଟେସନରେ। ସେଇ ବୋଇରି ଷ୍ଟେସନରେ ପ୍ରଭୁ ବୋଇରି ଷ୍ଟେସନ ପାଖ ଛତିଆ, ସେଠୁ ଯାଇ ଛତିଆ ବଟରେ ପୂଜା ପାଇବେ। ଏଇଟା ମାଳିକା, ହାଡ଼ିଦାସ ମାଳିକାରେ ଲିଖନ ଅଛି, ବହୁତ ପୁରୁଣା ମାଳିକାରେ। ଆଉ ମାଳିକା ଲିଖନ ସବୁ ସତ୍ୟ ଘଟୁଛି। ତେଣୁ ପ୍ରଭୁଙ୍କର ଲୀଳା ଅଛି ଛତିଆ ବଟରେ। ଛତିଆ ବଟ ଏକ ମହାନ ପୀଠ, ସାରଳାଙ୍କ ପୀଠ ଏକ ମହାନ ପୀଠ, କଟକ ମାଟି ଏକ ମହାନ ପୀଠ, ମା ଚଣ୍ଡୀର ମାଟି। ଏବଂ ଆମର ଧାମ ଜଗନ୍ନାଥ ଧାମ ସାରା ବିଶ୍ୱରେ ପ୍ରସିଦ୍ଧ ଜଗନ୍ନାଥ ଧାମ। ତେଣୁ ଆମେ ଓଡ଼ିଆ, ଉତ୍କଳୀୟ, ଆମେ ନିର୍ଭୀକତା, ଆମେ ସ୍ୱାଭିମାନୀ, ଆଉ ଆମର ଧାର୍ମିକ ଭାବନା, ଆମେ ଧର୍ମ ଭାବନାକୁ ଆମେ ଭଲ ପାଉ, ଆମେ ଶାନ୍ତିକୁ ଭଲ ପାଉ। ତେଣୁ ଆମେ ସୌଭାଗ୍ୟ ଆମର ଏ ଭାରତ ମାଟିରେ ଜନ୍ମିଛେ ଆମେ। ଆଉ ବିଶେଷ କରି ଉତ୍କଳ ମାଟିରେ, ଉତ୍କଳ ମାଟି ଦିନେ ସାରା ବିଶ୍ୱକୁ ଦୁଃସାହସର ପରାକ୍ରମ ଦେଖେଇଛି। ଛତ୍ରପତି ଶିବାଜୀ, ଚକ୍ରବର୍ତ୍ତୀ ଅଶୋକ, ଖାରବେଳ, ଏମିତି ମହାନ ବ୍ୟକ୍ତିତ୍ୱ ଓଡ଼ିଶା ମାଟିରେ ଜନ୍ମ ନେଇ ସାରା ବିଶ୍ୱକୁ ତାଙ୍କର ସାହସିକାର ପରାକ୍ରମ ଦେଖେଇଛନ୍ତି। ତେଣୁ ଓଡ଼ିଆମାନେ ଜାଗି ଉଠ, ଆପଣ ସେଇ ସାହସିକତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ ପାଇଁ ଆପଣଙ୍କର ଚିନ୍ତନ ସମୟ ଆସିଛି। ସଜାଗ ହୁଅ, ପ୍ରସ୍ତୁତ କର, ଆଉ ନିଜେ ନିଜର ସ୍ୱାଭିମାନ ପାଇଁ, ନିଜର ଧାର୍ମିକ ଭାବନା ପାଇଁ ନିଜକୁ ଜାଗ୍ରତ ରହି ଆପଣ ଆଗାଅ। ଏତିକି ମୋର ସମସ୍ତଙ୍କୁ ନିବେଦନ। ଇଏ ହେଉଛି ଆମ ଧାର୍ମିକ ଭାବନା, ଆମ ଧର୍ମକୁ ରକ୍ଷା କରିବା, ପ୍ରଭୁ ଶ୍ରୀରାମକୁ ସ୍ଥାପିତ କରିବା, ପ୍ରଭୁ କୃଷ୍ଣଙ୍କୁ ସ୍ଥାପିତ କରିବା। ଯେଉଁ ଅବତାର ନେଇଛନ୍ତି ଯେଉଁ ଯୁଗରେ, ସେ ସ୍ମୃତିକୁ ରଖି ଆମ ଧାର୍ମିକ ଭାବନାକୁ ଆମେ ଉଜ୍ଜୀବିତ କରିବା, ସୁଦୃଢ଼ କରିବା, ସୁରକ୍ଷା ଦେବା, ପ୍ରଚାର ପ୍ରସାର କରିବା ସାରା ବିଶ୍ୱରେ। ସନାତନ ଧର୍ମ, ହିନ୍ଦୁ ଧର୍ମ, ଆର ତତ୍ତ୍ୱ ଅଛି। ଏଇ ସନାତନ ଧର୍ମ ସାରା ବିଶ୍ୱକୁ ସମୟ ଆସିବ ଦିଗ୍ଦର୍ଶନ ଦେବ। ସାରା ବିଶ୍ୱ ଆକୃଷ୍ଟ ସନାତନ ଧର୍ମ ପାଇଁ। ତେଣୁ ଆର ସୁରକ୍ଷା ପାଇଁ, ଆର ପ୍ରଚାର ପାଇଁ ଆସନ୍ତୁ ଆମେ ସମସ୍ତେ ମିଳିମିଶି କାମ କରିବା।
ସେ ବଜରଙ୍ଗ ଦଳ ହୁଅନ୍ତୁ, ବିଶ୍ୱ ହିନ୍ଦୁ ପରିଷଦ ହୁଅନ୍ତୁ, ହିନ୍ଦୁ ସେନା ହୁଅନ୍ତୁ, ଜାଗ୍ରତ ହିନ୍ଦୁ ହୁଅନ୍ତୁ, ପ୍ରତ୍ୟେକ ଅନୁଷ୍ଠାନ ଆମର ଧର୍ମ ରକ୍ଷା ପାଇଁ, ସୁରକ୍ଷା ପାଇଁ ଆମେ ଆଗେଇବା। ତ ଆମର ନୀଳଚକ୍ରର ପ୍ରତୀକ ପ୍ରଭୁ ଜଗନ୍ନାଥଙ୍କର ଧ୍ୱଜା ଉଡୁଛି, ନୀଳଚକ୍ର ବାନା, ନୀଳଚକ୍ର ନାଁରେ ବହୁ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି। ତେଣୁ ଏ ନୀଳଚକ୍ର ସାରା ବିଶ୍ୱକୁ ଦିଗ୍ଦର୍ଶନ ଦେବ। ଏହା ହେଉଛି ଆମର ଭାଗବତରେ ମାଳିକାରେ ଏ ଲିଖନ ଅଛି। ନୀଳଚକ୍ର ହେଉଛି ହିନ୍ଦୁତ୍ୱ ଭାବନା, ନୀଳଚକ୍ର ହେଉଛି ସନାତନ ଧର୍ମର ଭାବନା। ବହୁ ସାଧୁସନ୍ଥ ପୁରୀରେ ଅବସ୍ଥାପିତ, ଓଡ଼ିଶା ମାଟିରେ ଅବସ୍ଥାପିତ, ସେ ଧର୍ମର ରକ୍ଷା ପାଇଁ, ସତର ରକ୍ଷା ପାଇଁ, ନ୍ୟାୟର ରକ୍ଷା ପାଇଁ। ପ୍ରଭୁ ସତ୍ ଆଉ ନ୍ୟାୟର ଥିଲେ, ପଞ୍ଚୁ ପାଣ୍ଡବଙ୍କ ସହିତ ଥିଲେ, କାରଣ ପଞ୍ଚୁ ପାଣ୍ଡବ ସତ୍ ଆଉ ନ୍ୟାୟର ଥିଲେ। କୌରବ ମାନେ ସେମାନେ ଅନ୍ୟାୟରେ ଥିଲେ, ସେଇଥିପାଇଁ ପ୍ରଭୁ ନ୍ୟାୟ ସାଙ୍ଗରେ ରହି ଯୁଦ୍ଧ ଦେଖାଇଥିଲେ। ତେଣୁ ଯିଏ ନ୍ୟାୟ, ଯିଏ ସତ୍, ତାର ହିଁ ଜୟଯୁକ୍ତ ହବ, ଏଇଟା ସତ୍ୟ କଥା। ଜୟ ଜଗନ୍ନାଥ। ସମସ୍ତଙ୍କୁ ପୁନର୍ବାର ସ୍ୱାଗତ, ଅଭିନନ୍ଦନ। ଶ୍ୟାମସୁନ୍ଦର ସାହୁଙ୍କ ତରଫରୁ ଭାରତ ମାତା କି ଜୟ।